ଛୁଆଙ୍କୁ କାହିଁକି 22 ପାହାଚରେ ଗଡ଼ାଇ ଦିଅନ୍ତି ପିତାମାତା? କୁହାଯାଏ ଗଙ୍ଗବଂଶର ରାଜା ଭାନୁଦେବଙ୍କ ରାଜତ୍ୱ ସମୟରେ 22 ପାହାଚ ନିର୍ମାଣ ହୋଇଛି। ଲୋକ କଥାରୁ ଜଣାଯାଏ ଭାନୁଦେବଙ୍କର ସନ୍ତାନ ନଥିଲେ। ପୁତ୍ର ସନ୍ତାନ ଲାଭ ଲକ୍ଷ୍ୟ ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲେ। ମହାପ୍ରଭୁ ରାଜାଙ୍କୁ ନିର୍ଦ୍ଦେଶ ଦେଲେ 22 ପାହାଚ ନିର୍ମାଣ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ। ମହାପ୍ରଭୁଙ୍କ ଶୂନ୍ୟ ଆଦେଶ ପାଇ ରାଜା 22 ପାହାଚ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ପାହାଚ ନିର୍ମାଣ ବେଳେ ଗୋଟିଏ ପାଣି ଝର ସୃଷ୍ଟି ହେବା କାରଣରୁ କାର୍ଯ୍ୟରେ ବାଧା ଉପୁଜିଲା। ତାପରେ ରାଜା ବ୍ୟତିବ୍ୟସ୍ତ ହୋଇ ମହାପ୍ରଭୁଙ୍କୁ ଗୁହାରି କଲେ। ମହାପ୍ରଭୁ ସ୍ୱପ୍ନାଦେଶ ଦେଲେ, ସମୁଦ୍ରରୁ ଭାସି ଆସୁଥିବା ଯୋଉ ପଦାର୍ଥ ପାଇବ ତାକୁ ଆଣି 22 ପାହାଚରେ ଲଗାଇଦବ। ରାଜା ସକାଳୁ ଯାଇ ଦେଖିଲେ ସମୁଦ୍ରରେ ଗୋଟେ ମାଙ୍କଡା ପଥର ଭାସୁଛି। ରାଜା ତାହାକୁ କର୍ମଚାରୀ ମାନଙ୍କ ଦ୍ୱାରା ଶ୍ରୀମନ୍ଦିର ଆଣି ଝର ପଡିଥିବା ସ୍ଥାନରେ ଲଗାଇ ଦେବାରୁ ଝର ବନ୍ଦ ହୋଇଗଲା। 22 ପାହାଚ ନିର୍ମାଣ ପରେ ରାଜାଙ୍କ ପୁତ୍ର ସନ୍ତାନଟିଏ ପ୍ରାପ୍ତି ହେଲା। କିନ୍ତୁ ଜ୍ୟୋତିଷ ମାନେ ରାଜପୁତ୍ରର ଜନ୍ମ